ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ଓଡ଼ିଶା ହିଷ୍ଟ୍ରି ସବୁଠୁ ଇମ୍ପୋର୍ଟାଣ୍ଟ ଟପିକ୍ ଯୋଉଟା କି ବିନା ନୋଟ ରେ କଭର କରିବା ବହୁତ କଷ୍ଟ। ପିଲାମାନେ ପଢି ଦିଅନ୍ତି କିନ୍ତୁ ଯେତେବେଳେ ଆମର କ୍ୱେଶ୍ଚନ ପଡୁଛି ତେବେ ଭିତର କ୍ୱେଶ୍ଚନଟା ପଡିବ ସେମାନେ ଜାଣିପାରିବେନି। ତେଣୁ ଆଜିର ଗୋଟିଏ ପେପରରେ ଆମେ ପୁରା ଫ୍ରିଡମ ଷ୍ଟ୍ରଗଲ ଓଡ଼ିଶାର ଯୋଉ ରହିଛି ସବୁଗୁଡାକ କଭର କରିବା। ତେଣୁ ଆପଣ ଭିଡ଼ିଓଟି ଫୁଲ ଦେଖନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏବଂ ଏମିତି ଭିଡ଼ିଓ ଗୁଡ଼ିକ ପାଇବା ପାଇଁ ଏବଂ ପିଡିଏଫ୍ ଗୁଡାକ ପ୍ରପର ପାଇବା ପାଇଁ ଆପଣ ପାଖରେ ବେଲ ଆଇକନଟି ଅଲୱେଜ ସେଟ୍ କରିଦେବେ। ତେଣୁ ଯିବା ସମୟ ନଷ୍ଟ କରିବେନି। ଦେଖିବା କଣ ସବୁ କି ପରିମାଣରେ ରହିଛି, ମାଇଣ୍ଡ ମ୍ୟାପ କେମିତି ଆମେ ତିଆରି କରିବା। ପ୍ରଥମେ ଦେଖିବା ଫ୍ରିଡମ ଷ୍ଟ୍ରଗଲ ଆମର ଆରମ୍ଭ ହେଲା କେତେ ନା 1900 ପାଖରୁ ଆରମ୍ଭ ହେଲା। 1947 ପାଖରେ ଆମେ ଜାଣିଛୁ ଯେ ସ୍ୱାଧୀନତା ପାଇଲୁ। ତେଣୁ 1900 ମସିହାରେ ଆମର ଓଡ଼ିଶାରେ ଆରମ୍ଭ ହୋଇଯାଇଥିଲା ହେଲା। ତେଣୁ ଫେଜ ୱାଇଜ ଯିବା କଣ ସବୁ ରହିଲା। ଫାର୍ଷ୍ଟ ଆମେ ଦେଖିବା କଣ ନା ପ୍ରି ଇଣ୍ଡିପେଣ୍ଡେନ୍ସ, ମାନେ ଆମେ ଯୋଉ ଇଣ୍ଡିପେଣ୍ଡେନ୍ସ ପାଇଲୁ ତା ପୂର୍ବରୁ ଆମର କଣ ସବୁ ରହିଥିଲା ଫ୍ରିଡମ ଷ୍ଟ୍ରଗଲ ପାଇଁ ଲଢେଇ ଗୁଡା କଣ ଥିଲା। ଫାର୍ଷ୍ଟ ଅଛି ଖୋର୍ଦ୍ଧା ରିବେଲିୟନ, କେତେ 1817 ମସିହାରେ ଆମର ଷ୍ଟାର୍ଟ ହେଇଥିଲା ଖୋର୍ଦ୍ଧା ରିବେଲିୟନ, ଯୋଉଠି ଯାହାକୁ ଆମେ କଣ କୁହେ ପାଇକ ରିବେଲିୟନ କୁହାଯାଏ। ତେଣୁ ପାଇକ ରିବେଲିୟନ ର ଲିଡ୍ କିଏ ନେଇଥିଲେ ନା ବକ୍ସି ଜଗବନ୍ଧୁ ହେଲା। ଯଦି ଆପଣ କ୍ୱେଶ୍ଚନ ପଡେ ଯେ ପାଇକ ରିବେଲିୟନ କୁ ଲିଡର କିଏ ଥିଲେ ନା ବକ୍ସି ଜଗବନ୍ଧୁ। ଏହାକୁ କନସିଡର କରାଯାଏ କଣ ନା ଓଡ଼ିଶାର ଫାର୍ଷ୍ଟ ୱାର ଇନ ଇଣ୍ଡିପେଣ୍ଡେନ୍ସ, ମାନେ ଇଣ୍ଡିପେଣ୍ଡେନ୍ସ ପାଇଁ ଫାର୍ଷ୍ଟ ୱାର ବୋଲି ୟାକୁ କଣ ଧରାଯାଏ। କାହାକୁ ଏଇ ଯୋଉ ଆମର ଖୋର୍ଦ୍ଧା ରିବେଲିୟନ ବା ପାଇକ ରିବେଲିୟନ 1817 ମସିହାରେ ଯୋଉ ହେଇଥିଲା ତାକୁ ଧରାଯାଏ। ତାପରେ ନେକ୍ସଟ ଓଭରଭ୍ୟୁ ଫ୍ରିଡମ ମୁଭମେଣ୍ଟ କଣ ସବୁ ହେଇଥିଲା। ବିଗେନ ୱିଥ ଦ ସ୍ୱଦେଶୀ ମୁଭମେଣ୍ଟ ଅନୁସାରେ ଫାର୍ଷ୍ଟ ଷ୍ଟାର୍ଟ ହେଇଥିଲା। ତାପରେ ହେଲା ନନ କୋଅପରେସନ ମୁଭମେଣ୍ଟ, ତାପରେ ହେଲା କଣ ନା ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ। ଏମିତି ଫେଜ ୱାଇଜ ଆସ୍ତେ ଆସ୍ତେ ଗଲା ଯେ ଫାର୍ଷ୍ଟ ଆମର ପାଇକ ରିବେଲିୟନ ଷ୍ଟାର୍ଟ ହେଇଥିଲା ଯେ କେମିତି କଣ ହବ ବୋଲି, ତାପରେ ନନ କୋଅପରେସନ ମୁଭମେଣ୍ଟ, ତାପରେ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ। ଫାର୍ଷ୍ଟ ଦେଖିବା ସ୍ୱଦେଶୀ ମୁଭମେଣ୍ଟ ହେଲା। ସ୍ୱଦେଶୀ ମୁଭମେଣ୍ଟ ର କଣ ସବୁ ହେଇଥିଲା, କି ମୁଭମେଣ୍ଟ ଗୁଡା କଣ ଅଛି, କଣ ସବୁ ରହିଛି। ଫାର୍ଷ୍ଟ ହଉଛି ଦେଖିବା କଣ ନା ପ୍ରୋଟେଷ୍ଟ ମିଟିଂ 1920 ଅଗଷ୍ଟ 1909 ଆରମ୍ଭ ହେଇଥିଲା। କେତେ ନା 12 ରୁ 20 ଅଗଷ୍ଟ 1909 ମସିହାରୁ ଆମର ଆରମ୍ଭ ହେଇଯାଇଥିଲା। ତାପରେ କଣ ହେଇଥିଲା ନା ୟାର ସବୁ ଲିଡର ମାନେ କଣ ସବୁ ଥିଲେ ନା ହଉଛି ଜାନକୀନାଥ ବୋଷ, ବିଶ୍ୱନାଥ କର ଆଉ ଧରଣୀଧର ଧୀରେନ୍ଦ୍ର ନାଥ ଚୌଧୁରୀ। ଏମାନେ ସବୁ ପ୍ରମିନେଣ୍ଟ ଲିଡର ଥିଲେ। ଜାନକୀନାଥ ବୋଷ, ବିଶ୍ୱନାଥ କୌର ଆଉ ଧୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଚୌଧୁରୀ, ଏମାନେ ସବୁ ପ୍ରମିନେଣ୍ଟ କଣ ଲିଡର ମାନେ ଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟ ଏଷ୍ଟାବ୍ଲିଶ ହେଇଥିଲା ଏଇ ଟାଇମ ରେ କାହାଙ୍କ ଦ୍ୱାରା ଗୋପବନ୍ଧୁ ଦାସଙ୍କ ଦ୍ୱାରା ସତ୍ୟବାଦୀ ବନ ବିଦ୍ୟାଳୟ ଷ୍ଟାର୍ଟ ହେଇଥିଲା। କୋଉଠି ନା ସାକ୍ଷୀ ଗୋପାଳ, ଯୋଉଟା କଣ ପୁରୀରେ ହେଲା। ପୁରୀରେ ଷ୍ଟାର୍ଟ ହେଇଥିଲା କେତେ ନା 12 ଅଗଷ୍ଟ ହେଲା। 12 ଅଗଷ୍ଟ ସେଇ 1909 ମସିହାରେ ସାକ୍ଷୀ ଗୋପାଳ ଠାରେ ପୁରୀର ସତ୍ୟବାଦୀ ବନ ବିଦ୍ୟାଳୟ ଷ୍ଟାର୍ଟ ହେଇଥିଲା। କାହା ଦ୍ୱାରା ଆମର ଗୋପବନ୍ଧୁ ଦାସ ଦ୍ୱାରା। ଏହାର କୋଉଠି ବାହାରିଥିଲା ନା ଏକର୍ଡିଂ ଟୁ ଉତ୍କଳ ଦୀପିକା ୱେବସ ଫ୍ରମ ସମ୍ବଲପୁର ବାନପୁର। ଆଉ ମାନେ ଯୋଉ ଷ୍ଟାର୍ଟ ହେଇଥିଲା ତାର ନ୍ୟୁଜ ଗୁଡା କଣ ଥିଲା ନା ଉତ୍କଳ ଦୀପିକାରୁ ମିଳୁଛି। ତାପରେ ନେକ୍ସଟ ମୋମେଣ୍ଟ କଣ ଥିଲା ନା ଆମର ମାନେ ସେ ଯୋଉ ସ୍ୱଦେଶୀ ମୁଭମେଣ୍ଟ କଣ ଥିଲା, ପ୍ରମୋସନ ଲୋକାଲ ୱେବସ ଆଉ ଟେକ୍ସଟାଇଲ। ମାନେ ସାଧାରଣ କଥା ସ୍ୱଦେଶୀ ମୁଭମେଣ୍ଟ କଣ ହେଇଥିଲା, ଆମର ଲୋକମାନେ କଣ ନିଜ ଜିନିଷ ଯେମିତି କି ନିଜ ହାତ ତିଆରି ଜିନିଷ ଟାକୁ ୟୁଜ କରିବା ପାଇଁ ସେ କଣ କରୁଥିଲେ ନା ଷ୍ଟାର୍ଟ କରୁଥିଲେ। ଆଉ ଗୋଟେ କଥା କହୁଛି ସ୍ୱଦେଶୀ ମୁଭମେଣ୍ଟ ଟା ଷ୍ଟାର୍ଟ ହେଇଥିଲା ଆପଣ କହିବାକୁ ଗଲେ ଯୋଉ ବଙ୍ଗ ବିଭାଜନ ହେଇଥିଲା କେତେ 1905 ରେ ହେଲା। ଲର୍ଡ କର୍ଜନଙ୍କ ଦ୍ୱାରା ସେଇଟାକୁ କାଉଣ୍ଟର କରିବା ପାଇଁ କଣ କରିଥିଲେ ନା କ୍ୱେଶ୍ଚନ ବେଳେ ପଡିଯାଏ ଯେ ସ୍ୱଦେଶୀ ମୁଭମେଣ୍ଟ ଟା କାହାର ଗୋଟେ ଇଫେକ୍ଟ। ତେଣୁ କଣ ଲେଖିବେ ନା ବଙ୍ଗ ବିଭାଜନ ହେଲା। ବଙ୍ଗ ବିଭାଜନର ଇଫେକ୍ଟ ହଉଛି କଣ ସ୍ୱଦେଶୀ ମୁଭମେଣ୍ଟ। ସେଇଠୁ ଲୋକମାନେ ଭାବିଲେ ଯେ ଆମେ ନିଜ ଜିନିଷ ଯୋଉଗୁଡାକ ଆମ ଇଣ୍ଡିଆରେ ତିଆରି ହଉଛି ସେଗୁଡାକ ଆମେ ୟୁଜ କରିବା। ସେଇଠୁ ଷ୍ଟାର୍ଟ ହେଲା କଣ ବଙ୍ଗ ବିଭାଜନ ପରେ ସ୍ୱଦେଶୀ ମୁଭମେଣ୍ଟ ଆରମ୍ଭ ହେଇଥିଲା। ତାପରେ ଷ୍ଟାର୍ଟ ହବ କଣ ନା ନନ କୋଅପରେସନ ମୁଭମେଣ୍ଟ। ନନ କୋଅପରେସନ ମୁଭମେଣ୍ଟ ଟା ଷ୍ଟାର୍ଟ ହବ କେତେ 1921-22 ଭିତରେ। ସେଇଥିରେ ଆକ୍ଟିଭିଜ କଣ ସବୁ ଆକ୍ଟିଭିଟି ଗୁଡାକ ରହିଥିଲା ନା ଫର୍ମେସନ ଅଫ ଉତ୍କଳ ୟୁନିୟନ କନଫରେନ୍ସ ବାଇ ଜଗବନ୍ଧୁ ସିଂ ହେଲା। ସେତେବେଳେ କଣ କରିଥିଲେ ଉତ୍କଳ ୟୁନିୟନ କନଫରେନ୍ସ ଜଗବନ୍ଧୁ ସିଂ ଦ୍ୱାରା ଷ୍ଟାର୍ଟ ହେଇଥିଲା। ମନେ ରଖିଥିବେ ଲିଡର କିଏ ଜଗବନ୍ଧୁ ଦାସ, ଯିଏକି ଉତ୍କଳ ୟୁନିୟନ କନଫରେନ୍ସ ଷ୍ଟାର୍ଟ କରିଥିଲେ। ତାପରେ ଉତ୍କଳ ସମ୍ମିଳନୀ ଷ୍ଟାର୍ଟ ହେଇଥିଲା କେତେ ନା 1905 ରେ ଉତ୍କଳ ସମ୍ମିଳନୀ ହେଲା। ଉତ୍କଳ ସମ୍ମିଳନୀ ଷ୍ଟାର୍ଟ ହେଇଥିଲା। ତାପରେ ଗାନ୍ଧିଜୀ ଭିଜିଟ କରିଥିଲେ କେବେ ନା 1905 ମସିହା କେତେ ଆମର 1921 ମସିହା ମାର୍ଚ୍ଚ 23 ତାରିଖ 1921 ମସିହା ମାର୍ଚ୍ଚ 23 ତାରିଖ କୋଉଠି ଆସିଥିଲେ ନା କାଠଯୋଡି ନଦୀ ଯୋଉ ଆମର ରହିଥିଲା ବେସିନ, ସେ କାଠଯୋଡି ନଦୀ ପାଖକୁ ଆସିଥିଲେ। ତାଙ୍କର ତିନିଟା ମୋଟିଭ ଥିଲା। ଫାର୍ଷ୍ଟ ଥିଲା ଯେ ଆମର ଯୋଉ ତାଙ୍କର ମୁଭମେଣ୍ଟରେ ସମସ୍ତଙ୍କୁ କଣ ବିଷୟରେ କହିବା ପାଇଁ, ଆଉ ଗୋଟେ କଣ ସେମାନେ ଚରଖା ଆଉ ଅରଟ ଏଗୁଡାକ ସବୁ ବଣ୍ଟନ କରିଥିଲେ। ଆଉ ତାଙ୍କର ତିଲକ ଫଣ୍ଡ ଯୋଉ ଥିଲା ସେଥିରେ
ଓଡିଶାରୁ ବହୁତ ଲୋକ କଣ ଦାନ କରିଥିଲେ କେତେ 1 ଲାଖ ବୋଧେ ଟଙ୍କା ମାନେ ଓଡିଶାରୁ ସେଇ ଦିନ ଡୋନେଟ କରିଥିଲେ ତିଲକ ଫଣ୍ଡ କୁ ଯୋଉଟା କି ମାନେ ମୁଭମେଣ୍ଟ ପାଇଁ ତାଙ୍କର ଦରକାର ହଉଥିଲା ସେଥିପାଇଁ ତିନିଟା ଇଏ ନେଇକି ଆସିଥିଲେ ମୋଟର ନେଇକି ଆସିଥିଲେ ତାପରେ ଏଥିରେ କଣ ଥିଲା ନା 1922 ମସିହାରେ ଏ ପିଜେଣ୍ଟ ରିଭୋଲ୍ଟ ହେପେଣ୍ଡ ଇନ ଦ ଜମିଦାରୀ ଅଫ କନିକା କନିକା ଠାରେ କଣ ହେଇଥିଲା ଏଇ ଆମର ଜମିଦାରୀକୁ ପିଜେଣ୍ଟ ମାନେ କାଉଣ୍ଟର ଜମିଦାରୀ ମାନଙ୍କୁ କାଉଣ୍ଟର କରିବା ପାଇଁ 1922 ମସିହାରେ ମଧ୍ୟ କନିକା ଠାରେ ହେଇଥିଲା ବେଳେବେଳେ ପଚାରିଦିଏ କନିକା ଠାରେ କେତେ ମସିହାରେ 1922 ମସିହାରେ ଜମିଦାରୀକୁ କାଉଣ୍ଟର କରିବା ପାଇଁ ହେଇଥିଲା ହେଲା ଆଉ ଏଥିରେ କଣ ଥିଲା ୟୁଥ ଲିଭିଂ ଦ ସ୍କୁଲ ଲୟର୍ସ ବୟକଟ ଦ କୋର୍ଟ ମାନେ ପିଲାମାନେ କଣ ହେଇଥିଲେ ସ୍କୁଲ ଯାଉନଥିଲେ ମାନେ ବୟକଟ କରିଦେଇଥିଲେ ସେମିତି ଲୟର ମାନେ କୋର୍ଟ ଯାଉନଥିଲେ ସେମାନେ ଇଣ୍ଡିଆର ବା ଓଡିଶାର ହେଇଥିଲେ ସେମାନେ ଯାଉନଥିଲେ ଲିଡର କୋଉମାନେ ଥିଲେ ନା ଗୋପବନ୍ଧୁ ଚୌଧୁରୀ ଲିଙ୍ଗରାଜ ମିଶ୍ର ଆଉ ସୁରେନ୍ଦ୍ରନାଥ ଦାସ ହେଲା ଆଉ ଗୋଟେ କାମ ହେଇଥିଲା କଣ ବେଳେ ପଚାରି ଦିଏ ଯେ ଯୋଉ ନନ୍ କପରେସନ ସମୟରେ ଷ୍ଟୁଡେଣ୍ଟ ମାନଙ୍କ ଦ୍ଵାରା ଯୋଉ ଅର୍ଗାନାଇଜେସନ ହେଇଥିଲା ସେଟା କଣ ନା ସ୍ୱରାଜ ସେବକ ସଂଘ ହେଲା କଟକରେ ସେଟା ଥିଲା ମନେ ରଖିଥିବେ ଷ୍ଟୁଡେଣ୍ଟ ମାନଙ୍କ ଦ୍ଵାରା ବା ୟୁଥ ମାନଙ୍କ ଦ୍ଵାରା ହେଇଥିଲା ଯୋଉଟା ୟୁଥ ଷ୍ଟୁଡେଣ୍ଟ ସାଧାରଣତଃ ପରୀକ୍ଷାରେ ପକାଇ ଯେ ନନ୍ କପରେସନ ଟାଇମରେ ଷ୍ଟୁଡେଣ୍ଟ ମାନଙ୍କ ଦ୍ଵାରା ଯୋଉ ଅର୍ଗାନାଇଜେସନ ହେଇଥିଲା ତାର ନାଁ କଣ ସ୍ୱରାଜ ସେବକ ସଂଘ କଟକରେ ସେଟାର ଥିଲା ପ୍ରମିନେଣ୍ଟ ନ୍ୟୁଜ ପେପର ମାନେ ଏଇ ଯୋଉ ନ୍ୟୁଜ ସେତେବେଳେ ଟାଇମରେ ନ୍ୟୁଜ ପେପର କଣ ସବୁ ରହିଥିଲା ଆଶା ସମାଜ ଆଉ ଉତ୍କଳ ଉତ୍କଳ ସେବକ ଏଇଗୁଡା ସବୁ ନ୍ୟୁଜ ପେପର ଗୁଡାକ ରହିଥିଲା ସେତେବେଳେ ପ୍ରମିନେଣ୍ଟ ଥିଲେ ତାପରେ ଦେଖିବା କଣ ଅଛି ନା ପଣ୍ଡିତ ନୀଳକଣ୍ଠ ଦାସ ଯିଏକି ଥିଲେ ସେ କଣ କରିଥିଲେ ନା ଲେଫ୍ଟ ହିଜ ପ୍ରେଷ୍ଟିଜିୟସ୍ ଟିଚିଂ ପୋଜିସନ ମାନେ ସେ କଣ କରିଥିଲେ ନା ଆମର ପଢଉଥିଲେ କୋଉଠି ନା କଟକ ଆମର ଯୋଉ କଟକ ନାଇଁ କଲିକତା ୟୁନିଭରସିଟି କଲିକତା ୟୁନିଭରସିଟି ସେ କଲିକତା ୟୁନିଭରସିଟି କୁ ଗୋଟେ ଟିଚର ଥିଲେ ହେଲା ସେ ଟିଚର ପୋଜିସନ କୁ ବି କଣ କରିଥିଲେ ବୟକଟ କରିଥିଲେ ଆଉ ଓଡିଶା ଷ୍ଟୁଡେଣ୍ଟ ଅଲସୋ ଫର୍ମ ଯେଠି କହିଲି ସ୍ୱରାଜ ସେବକ ସଂଘ ତିଆରି କରିଥିଲେ ଯୋଉଟା କି କଟକରେ ଥିଲା ମୁଭମେଣ୍ଟ ଟାକୁ ଆଗକୁ ନବା ପାଇଁକା ତାପରେ ଦେଖିବା ନ୍ୟୁଜ ପେପର ଯେମିତି କଣ କଣ ସବୁ କହିଲି ସ୍ୱରାଜ ଆଉ ଆଶା ଆଉ ସ୍ୱରାଜ ଟା ସାଧାରଣତଃ କେତେ ଲେଖି ଦିଅନ୍ତୁ ଏଇଟାକୁ ବେଳେବେଳେ ପଚାରି ଦିଏ ଯେ କେତେ କେତେ ମସିହାରେ ସବୁ ଆସିଥିଲା ଓଡିଶା ଫାଷ୍ଟ ଡେଲି ନ୍ୟୁଜ ପେପର କୋଉଟା ଆଶା ହେଲା ଯଦି ପଚାରେ ଓଡିଶାର ଫାଷ୍ଟ ଡେଲି ନ୍ୟୁଜ ପେପର ଯଦି ଡେଲି ନ୍ୟୁଜ ପେପର ପଚାରେ କଣ ହବ ଆଶା ହବ ଯେଟା କେତେ 1913 ମସିହାରେ ଷ୍ଟାର୍ଟ ହେଇଥିଲା ତାପରେ ଆସିବ କଣ ନା ସମାଜ ଯେଟା କି ଆମେ ଦେଖୁଛୁ ଏବେ ସମାଜ ନ୍ୟୁଜ ପେପର ଟା ସମାଜ ନ୍ୟୁଜ ପେପର ଟା କେତେ 1919 ରେ ତାପରେ ଆଉ ଗୋଟେ ନ୍ୟୁଜ ପେପର ଯେଟା କହିଲେ ଉତ୍କଳ ସେବକ ହଉଛି 1920 ୟା ଭିତରେ ଇମ୍ପୋର୍ଟାଣ୍ଟ ହଉଛି ଆଶା ଟା ମନେ ରଖିବେ ପ୍ରଥମ ଡେଲି ନ୍ୟୁଜ ପେପର ଓଡିଶାରେ କୋଉଟା ଥିଲା ଆଶା ଥିଲା ବୁଝିପାରିଲେ ତାପରେ ଦେଖିବା କଣ ଅଛି ନା ପ୍ରଜାମଣ୍ଡଳ ମୁଭମେଣ୍ଟ ସରି ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ତାପରେ ଆସିବ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ମାନେ କଣ ସେମାନେ କୌଣସି ଯେମିତି କହନ୍ତି ଆଇନ ଅମାନ୍ୟ ମାନେ ଇଂରେଜ ମାନଙ୍କର ଯୋଉ ଭୁଲ ଆଇନ ଗୁଡାକ ଥିଲା ତାକୁ ପ୍ରୋଟେଷ୍ଟ କରିବା ପାଇଁ କଣ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଆରମ୍ଭ କରିଥିଲେ ଓଡିଶାରେ ସେଥିରେ ସବୁ କଣ ସବୁ ରହିଥିଲା ନା ସଲ୍ଟ ସତ୍ୟାଗ୍ରହ ଆରମ୍ଭ ହେଇଥିଲା କୋଉଠି ନା ଇଞ୍ଚୁଡିରୁ ସଲ୍ଟ ସତ୍ୟାଗ୍ରହ ମାନେ ଯେଟା କି ଆମର ଲୋକଙ୍କର ସାଧାରଣ ୟୁଜ କରିବା ସେଇଥିରେ ବି ସେମାନେ କଣ କରିଥିଲେ ନା ଟ୍ୟାକ୍ସ ଲଗେଇଥିଲେ ସେଟାକୁ ବୟକଟ କରିବା ପାଇଁ ଆରମ୍ଭ ହେଇଥିଲା ସଲ୍ଟ ସତ୍ୟାଗ୍ରହ ଟା କେବେ ନା 6 ରୁ 20 ଏପ୍ରିଲ ଭିତରେ 1930 ମସିହା କିଏ ଲିଡ୍ କରିଥିଲେ ରମା ଦେବୀ ଆଉ ମାଳତୀ ଦେବୀ ଏଥିରେ କଣ ହେଇଥିଲା ନା ଅଦର ଲିଡର ମାନେ ବି ଥିଲେ ଯେମିତି କି ଆମର କଣ ଭବାନନ୍ଦ ଦାସ ଆଉ ଆଚାର୍ଯ୍ୟ ହରିହର ଦାସ ଅଟଳ ବିହାରୀ ଏମାନଙ୍କୁ କଣ ହେଇଥିଲା ନା 6 ତାରିଖ ଦିନ ଷ୍ଟାର୍ଟ ହେଇଥିଲା କିନ୍ତୁ 7 ତାରିଖ ଦିନ କଣ କରିଥିଲେ ନା ଇଂରେଜ ମାନେ ଏରେଷ୍ଟ କରିନେଇଥିଲେ ତାପରେ ସେଇଟାକୁ ଆଗକୁ ବଢିବା ପାଇଁ ଏମାନେ ରମା ଦେବୀ ମାଳତୀ ଦେବୀ ଏମାନେ ସବୁ କଣ ଥିଲେ ଆଗକୁ ନେଇଥିଲେ ବୁଝିପାରିଲେ ତେଣୁ ଫାଷ୍ଟ 6 ତାରିଖ ଦିନ ଯୋଉ ଷ୍ଟାର୍ଟ ହେଇଥିଲା 6 ଯୋଉ ଏପ୍ରିଲରେ ଷ୍ଟାର୍ଟ ହେଇଥିଲା ସେତେବେଳେ କିଏ କିଏ ଷ୍ଟାର୍ଟ କରିଥିଲେ ନା ଗୋପବନ୍ଧୁ ଚୌଧୁରୀ ଆଉ ଆଚାର୍ଯ୍ୟ ହରିହର ଦାସ ଆଉ 21 ଜଣ ହେଲା ମନେ ରଖିଥିବେ ବେଳେ ପଚାରିଥିବେ କେତେ ଜଣ ନା 21 ଜଣ ସତ୍ୟାଗ୍ରହୀଙ୍କୁ କଣ ହେଇଥିଲା ନା ଷ୍ଟାର୍ଟ କରିଥିଲେ କୋଉଠୁ ନା ସ୍ୱରାଜ ଆଶ୍ରମ ବେଳେ ପଚାରିଥିବେ କୋଉଠି ନା ସ୍ୱରାଜ ଆଶ୍ରମ ଯୋଉ ଅଛି କଟକର ହେଲା କଟକରୁ ଷ୍ଟାର୍ଟ କରିଥିଲେ ସେ ଲୁଣ ଆଇନ ଭାଙ୍ଗିବେ କୋଉଠି କହିଥିଲେ ନା ଇଞ୍ଚୁଡି ଯୋଉଟା କି ଇଞ୍ଚୁଡି ବାଲେଶ୍ଵରରେ ଅଛି ସେ ବାଲେଶ୍ଵରକୁ ଯିବା ପାଇଁ ସେମାନେ ଡିସାଇଡ କରିଥିଲେ ହେଲା ତାପରେ କଣ ହେଲା ନା 13 ତାରିଖ ଦିନ ସେମାନେ କଣ ପହଞ୍ଚିଥିଲେ 13 ତାରିଖ ଦିନ ଫାଷ୍ଟ ଏଇ ଯୋଉ କହିଲି ଯୋଉ ଗୋପବନ୍ଧୁ ଚୌଧୁରୀ ଆଉ ଆଚାର୍ଯ୍ୟ ହରିହର ଦାସଙ୍କୁ କଣ ଆରେଷ୍ଟ କରିନେଲେ ତାପରେ ଆମ ରମାଦେବୀ ମାଳତୀ ବିଷୟରେ ଆଗକୁ ନେଲେ 13 ତାରିଖ ଦିନ ସେମାନେ ପହଞ୍ଚିଲେ କୋଉଠି ନା ଇଞ୍ଚୁଡି ଠାରେ ଇଞ୍ଚୁଡିରେ ପହଞ୍ଚିଲେ ତାପରେ 14 ଏପ୍ରିଲ ଦିନ କଣ ସତ୍ୟାଗ୍ରହୀ ମ୍ୟାନୁଫ୍ୟାକ୍ଚର ଦ କଣ୍ଟ୍ରିବ୍ୟୁଟେଡ ସଲ୍ଟ ତାପରେ 14 ତାରିଖ ଦିନ ସେମାନେ ତିଆରି କରିକି ନେଇକି ଆସିଲେ ବୁଝିପାରିଲେ ଆଉ ତାପରେ କଣ ଅଛି ଯେମିତି କି ସେଥିରେ କଣ ସବୁ ରହିଥିଲା ନା ଫରେନ କ୍ଲୋଥ ବୟକଟ ଦ ଲିକର ସପ୍ ପ୍ରୋଟେଷ୍ଟ ମାନେ ଯୋଉ ଲିକର ଯେମିତି କି
କଣ ମଦ ଗୁଡାକ ଯୋଉ ବିକ୍ରି ହଉଥିଲା ସେ ଦୋକାନ ଗୁଡାକୁ ପ୍ରୋଟେଷ୍ଟ କରୁଥିଲେ, ଖଦୀ ପ୍ରମୋଶନ କରୁଥିଲେ, ଯେମିତି ନିଜ ଓଡିଶାରେ ଯୋଉ ତିଆରି ହଉଥିଲା ଖଦୀ ଗୁଡାକୁ ପ୍ରମୋଶନ କରୁଥିଲେ। ଏଗୁଡା ସବୁ ରହିଥିଲା। ପ୍ରମିନେଣ୍ଟ ଯୋଉମାନେ ଥିଲେ ରମା ଦେବୀ ଆଉ ମାଳତୀ ଦେବୀ ଲିଡ୍ ଦ ଗ୍ରୁପ୍ସ ଅଫ ଓମେନ୍ ଇନ ଦ ସଲ୍ଟ ସତ୍ୟାଗ୍ରହ ଇନକ୍ଲୁଡ, ଏଇ ଦିଟା ନାଁକୁ ମନେ ରଖିଥିବେ, ବେଳେ ପଚାରି ଦିଏ ରମା ଦେବୀ ଆଉ ମାଳତୀ ଦେବୀ। ତାପରେ କଣ ହେଇଥିଲା ନା ସଲ୍ଟ ସତ୍ୟାଗ୍ରହ ଇନ ଓଡିଶା ୱାଜ ଲିଡ୍ ବାଇ ସୁରେନ୍ଦ୍ର ନାଥ ଦାସ ହେଲା। ବେଳେ ବେଳେ ପଚାରିଦିଏ ଇମ୍ପୋର୍ଟାଣ୍ଟ ଲିଡର କିଏ ଥିଲେ, ସେମାନେ ତ ଏରେଷ୍ଟ ହେଇଗଲେ। ତାପରେ ସେଟାକୁ ଆଗକୁ ନାରୀ ମାନେ ଥିଲେ ରମାଦେବୀ ମାଳତୀ, ତା ସହିତ କିଏ ନା ସୁରେନ୍ଦ୍ରନାଥ ଦାସ। ସୁରେନ୍ଦ୍ରନାଥ ଦାସ ଯୋଉ ହେଇଥିଲା କଣ ଆମର ସଲ୍ଟ ସତ୍ୟାଗ୍ରହ, ତାର ଇମ୍ପୋର୍ଟାଣ୍ଟ ଲିଡର ଥିଲେ କିଏ ସୁରେନ୍ଦ୍ରନାଥ ଦାସ, ମନେ ରଖିଥିବେ ଏଇଟା ହେଲା। ତାପରେ ଅଛି କଣ ନା ମେ 1934 ମସିହାରେ ଗାନ୍ଧୀଜୀ କଣ୍ଡକ୍ଟ କରିଥିଲେ କଣ ଟୁର ଓଡିଶାକୁ, ହ୍ୱିଚ୍ ଇଜ ଇନକ୍ଲୁଡେଡ ଦ ଟ୍ରାଭେଲ ଫ୍ରମ ଝାରସୁଗୁଡା ଟୁ ପୁରୀ। ପୁରୀକୁ ସେ ଆସିଥିଲେ କାହିଁକି ନା ପୁରୀରେ ସେତେବେଳେ କଣ ଥିଲା ନା ହରିଜନ ମାନେ ସେମାନଙ୍କୁ ପୁରୀରେ ମାନେ ପୁରୀ ମନ୍ଦିର ଭିତରକୁ ସେମାନେ ଯାଇପାରୁନଥିଲେ, ତେଣୁ ସେ ହରିଜନ ମାନଙ୍କ ପାଇଁ ସେ କଣ କରିଥିଲେ ଟୁର କରିଥିଲେ କୋଉଠି ଝାରସୁଗୁଡାରୁ, ମନେ ରଖିଥିବେ ଝାରସୁଗୁଡାରୁ କୋଉଠିକି ନା ପୁରୀକୁ ହେଲା। ଝାରସୁଗୁଡାରୁ ପୁରୀକୁ ଗୋଟେ କଣ କରିଥିଲେ ନା ଗୋଟେ ଟୁର କରିଥିଲେ, ଯାହା ଫଳରେ କି ଲୋକମାନଙ୍କ ଭିତରେ ଯୋଉ ରହିଛି ଯାହା ହରିଜନ ଫରିଜନ ସେଗୁଡାକ ଦୂର କରିବା ପାଇଁ। ତେଣୁ ସେ କି ରେସ୍ପେକ୍ଟ of the visit which is decision not to enter the Lord Jagannath temple, it was closed to ହରିଜନ, ମାନେ ସେତେବେଳେ କଣ ଥିଲା ନା ହରିଜନ ଲୋକମାନଙ୍କ ପାଇଁ ସେଟା ବନ୍ଦ ଥିଲା, ତେଣୁ ସେଥିପାଇଁ ସେ ଗୋଟେ ଟୁର କରିଥିଲେ। ଏତିକି ଥିଲା ସିଭିଲ ଡିସୋବିଡିଏନ୍ସ। ତାପରେ ଆସିବ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଲା। ପ୍ରଜାମଣ୍ଡଳ ମୁଭମେଣ୍ଟ କଣ ଥିଲା ନା ରିଭୋଲ୍ଟ ଏଗେନ୍ଷ୍ଟ ଦ ଅପୋଜିଟ ଟେକ୍ସ ଇନ ଦ ପ୍ରିନ୍ସଲି ଷ୍ଟେଟ, ମାନେ ସେତେବେଳେ ମଧ୍ୟ କିଛି ରାଜା ମାନେ ଥିଲେ, ସେମାନେ କଣ କରୁଥିଲେ ନା ଲୋକମାନଙ୍କୁ ଇଂରେଜ ମାନଙ୍କ ସପୋର୍ଟ ନେଇ ଲୋକମାନଙ୍କୁ ଆହୁରି ଅଧିକ କଣ କରୁଥିଲେ ନା ଅତ୍ୟାଚାର କରୁଥିଲେ। ତେଣୁ ସେଥିପାଇଁ ପ୍ରଜାମଣ୍ଡଳ ମୁଭମେଣ୍ଟ ବି ଆରମ୍ଭ ହୋଇଥିଲା। ଫର୍ମେସନ ଅଫ ପ୍ରଜାମଣ୍ଡଳ ମୁଭମେଣ୍ଟ ବାଇ ଦ ହରେକୃଷ୍ଣ ମହତାବ ଆଉ ସରଙ୍ଗଧର ଦାସ, ମାନେ ତାର ଲିଡର କିଏ ଥିଲେ ଯୋଉ ପ୍ରଜାମଣ୍ଡଳ ମୁଭମେଣ୍ଟ ପ୍ରଜା ମାନଙ୍କ ସହିତ ଯୋଉ ପ୍ରିନ୍ସିପାଲ ଷ୍ଟେଟ ଗୁଡାକ ଥିଲା ସେମାନଙ୍କୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ କି ହରେକୃଷ୍ଣ ମହତାବ ଆଉ ସରଙ୍ଗଧର ଦାସ ହେଲା। କି ରୋଲ ଏଥିରେ କି ରୋଲ ଇଏ କରିଥିଲେ ହଉଛି କିଏ ବୈଷ୍ଣବ କରଣ ପଟ୍ଟନାୟକ ଇନ ଢେଙ୍କାନାଳ। ଢେଙ୍କାନାଳ ଯୋଉ ସାଧାରଣତଃ ପ୍ରଜାମଣ୍ଡଳ ମୁଭମେଣ୍ଟ ଷ୍ଟାର୍ଟ ହେଇଥିଲା କୋଉଠୁ ଢେଙ୍କାନାଳରୁ। ସେଥିରେ ତାଙ୍କର ମେନ ରୋଲ କାହାର ଥିଲା ନା ବୈଷ୍ଣବ ଚରଣ ପଟ୍ଟନାୟକ ହେଲା। ବୈଷ୍ଣବ ଚରଣ ପଟ୍ଟନାୟକ ଢେଙ୍କାନାଳରେ ଥିଲେ। ସ୍ପ୍ରେଡ ତାପରେ ଆସ୍ତେ ଆସ୍ତେ କଣ ତାଳଚେର ଗଙ୍ଗାପୁର ଆଉ ରଣପୁର ଆଉ ନୂଆଗଡ କୁ ଷ୍ଟାର୍ଟ ହେଇଥିଲା। ଆଉ ଗୋଟେ ମେନ୍ ଇଏଟା ମନେ ରଖିଥିବେ ଯେ ସେଠି କଣ କରୁଥିଲେ ନା ବେଠି ଗୋଟେ ରହୁଥିଲା। ବେଠି ମାନେ କଣ ବିନା ପରିଶ୍ରମିକରେ କଣ କରୁଥିଲେ ନା ରାଜା ମାନଙ୍କର ଯୋଉ ରାଜଉଆସରେ ସାଧାରଣ ଲୋକ ଖଟୁଥିଲେ, ସେଟାକୁ ବେଠି, ଯେଟା କି ପ୍ରଜାମଣ୍ଡଳ ମୁଭମେଣ୍ଟ ର ମେନ୍ ଇଏ ଥିଲା। ବେଠି ହଟେଇବା ପାଇଁକା ପ୍ରଜାମଣ୍ଡଳ ମୁଭମେଣ୍ଟ ଆରମ୍ଭ ହେଇଥିଲା କେତେ 1938 ମସିହାରେ ହେଲା। ଆଉ ବହୁତ ଯେମିତି କି ଆମର ଶ୍ରୀ ବୈଷ୍ଣବ ଚରଣ ପଟ୍ଟନାୟକ ଯିଏ କହିଲେ ଇମ୍ପୋର୍ଟାଣ୍ଟ ରୋଲ ଗୋଟେ କରିଥିଲେ। ଆଉ ମେନ୍ କଥା ହଉଛି ଏଥିରେ ଗୋଟେ ଇମ୍ପୋର୍ଟାଣ୍ଟ କଣ ବେଳେ କ୍ୱେଶ୍ଚନ ପଚାରେ, ଯୋଉ ଆମର ଜାଣିଛନ୍ତି ବାଜି ରାଉତ କିଏ ନା ବାଜି ରାଉତ ଯୋଉ ମରି ଯାଇଥିଲା ସେ କୋଉ ମୋମେଣ୍ଟ ଅନୁସାରେ ମାନେ ସମୟରେ ତାର ଡେଥ ହେଇଥିଲା, ଯୋଉ ଗୁଳି ମାରି ଦେଇଥିଲେ ସେଟା ହଉଛି କଣ ପ୍ରଜାମଣ୍ଡଳ ମୁଭମେଣ୍ଟ। ବେଳେ ପକେଇ ଦେଇ କ୍ୱେଶ୍ଚନରେ ଯେ ଯୋଉ ବାଜି ରାଉତ ମରିଥିଲା ସେଟା କୋଉ ମୋମେଣ୍ଟ ସମୟରେ କି ସେ ତାର ସହିଦ ହେଇଥିଲା। ସହିଦ ହେଲେ କଣ ପ୍ରଜାମଣ୍ଡଳ ମୁଭମେଣ୍ଟ ସମୟରେ ହେଲା। ତାପରେ ଆସ୍ତେ ଆସ୍ତେ କଣ ହେଲା ନା ତାଳଚେର ଆଉ ଗଙ୍ଗପୁର ରଣପୁର ନୂଆଗଡ ଆଉ ବନଇ ସୋନପୁର ଏଟା ସବୁ ମୟୂରଭଞ୍ଜ ଆଡକୁ କଣ ହେଲା ନା ସ୍ପ୍ରେଡ ହେଲା। ତାପରେ ଓଡିଶା, ତାପରେ ଆସ୍ତେ ଆସ୍ତେ ମୁଭମେଣ୍ଟ ଆରମ୍ଭ ହେଲା। ଏତିକି ଥିଲା। ତାପରେ ଦେଖିବା କଣ ଅଛି ନା ଫାଇନାଲ ଫେଜ। ତାପରେ ଆସ୍ତେ ଆସ୍ତେ ଯେତେବେଳେ ଫାଇନାଲ ଫେଜ ରେ କଣ ସବୁ ହେଲା ଦେଖିବା ଏବେ। ଫାଇନାଲ ଫେଜ ଓଡିଶା ସେଲିବ୍ରେସନ ଆରମ୍ଭ ହେଲା କେତେ 1936 ମସିହାରେ ଏପ୍ରିଲ 1 ତାରିଖରେ ଓଡିଶା କଣ ହେଲା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ଏପ୍ରିଲ 1 1936 ମସିହାରେ, ସେଟା କି ଆମେ ଓଡିଆ ଡେ ଭାବେ ସେଲିବ୍ରେଟ କରୁଛୁ। 1937 ମସିହାରେ ଗୋଟେ ସାଧାରଣ ଜେନେରାଲ ଇଲେକ୍ସନ ହେଲା। ଜେନେରାଲ ଇଲେକ୍ସନ କେତେ 1937 ମସିହାରେ ମନେ ରଖିଥିବେ। ସେଇଠି ଜିତିଲା କିଏ ନା ଆମର ହଉଛି ବିଶ୍ୱନାଥ ଦାସ। ବିଶ୍ୱନାଥ ଦାସ ଜିତିଲେ। ଟୋଟାଲ ଆମର ସେତେବେଳେ ସିଟ୍ କେତେଟା ଥିଲା 60ଟା ସିଟ୍ ଥିଲା। 60ଟା ସିଟ୍ ରୁ ସେ ଜିତିଲେ 36ଟା ସିଟ୍ ଦେଇକି ତାଙ୍କ ଯେଟା କି ଆରମ୍ଭ କରିଥିଲେ ଜେନେରାଲ ଇଲେକ୍ସନ ସେ ଯୋଉ ଲିଡର ଥିଲେ। ତେଣୁ ଫାର୍ଷ୍ଟ କଂଗ୍ରେସ ମିନିଷ୍ଟ୍ରି ୱାଜ ଫର୍ମ ଯଦି ପଚାରେ ବିଶ୍ୱନାଥ ଦାସ ୱିଥ ତାଙ୍କ ସହିତ ଦେଖିଥିଲେ ନିତ୍ୟାନନ୍ଦ କଙ୍ଗ ଆଉ ବଧରାମ ଦୁବେ ମିନିଷ୍ଟର ହିସାବରେ ଥିଲେ। ଆଫ୍ଟର ଦ କଂଗ୍ରେସ ମିନିଷ୍ଟ୍ରି ତାପରେ ସେ ରିଜାଇନ ଦେଇଦେଲେ। ଇଏ ରିଜାଇନ ଦେଲା ପରେ କଲେକ୍ସନ ମିନିଷ୍ଟ୍ରି ୱାଜ ଫର୍ମ ନଭେମ୍ବର 1941 ମସିହାରେ କାହା ଦ୍ୱାରା ମହାରାଜା ପରଳାଖେମୁଣ୍ଡି ଏଜ ଏ
प्रेमेय एंड पंडित गदावरीश मिश्र एंड मालवी आदबास सोहन खान एज ए मिनिस्टर है 1937 1941 मसीहा पर्यंत से रही 1937 पर्यंत तापर क्या हेले महाराजा पारଳାଖେମୁଣ୍ଡି सी हेले आ तांकर तीन जण जो लीडर आपण कहली से माने रहिले ଏଠି ଦେଇଛି ସେଇଟା ମହାରାଜ ପାରଳାଖେମୁଣ୍ଡି ଏଷ୍ଟାବ୍ଲିଶ ଉତ୍କଳ ୟୁନିଭର୍ସିଟି କେତେ ମସିହାରେ ଏଷ୍ଟାବ୍ଲିଶ ହେଇଥିଲା 19 ଯୋଉ ମହାରାଜ ପାରଳାଖେମୁଣ୍ଡି ସେ ଏଷ୍ଟାବ୍ଲିଶ କରିଥିଲେ କଣ ଆମର ଉତ୍କଳ ୟୁନିଭର୍ସିଟି ପଚାରି ଦିଏ ଯେ ଉତ୍କଳ ୟୁନିଭର୍ସିଟି କୁ ଏଷ୍ଟାବ୍ଲିଶ କରିଥିଲେ କି ମହାରାଜା ପାରଳାଖେମୁଣ୍ଡି 27 ନଭେମ୍ବର 1943 ମସିହାରେ ହେଇଥିଲା ହେ 1943 ମସିହାରେ ଆମର କଣ ଉତ୍କଳ ୟୁନିଭର୍ସିଟି ଏଷ୍ଟାବ୍ଲିଶ ହେଇଥିଲା ଆଉ तापर से लास्ट फेज टा कि कोन क्विट इंडिया मूवमेंट हला 1936 रे हमर ओडिसा स्वतंत्र राज्य रो मान्यता मिला तापर लास्ट क्विट इंडिया मूवमेंट जेटा कि तापर कि हम स्वाधीनता मिथिला केते क्विट इंडिया मूवमेंट केते हितला 1942 और 43 भीतर हितला ये लॉन्च हितला केबे ओडिसा रे ना 8 अगस्त 1942 मसिया रहितला मन रखथिबे डेटा 8 अगस्त 1942 द मोमेंट टर्न वायलेंट इन कोरापुट हला स्टार्ट हितला किंतु जदे वायलेंट हितला कोठी ना कोरापुट रो अटैक ऑन गवर्नमेंट ऑफिसर एंड जो ब्रिटिश ऑफिसर और गवर्नमेंट ऑफिसर मानको अटैक हितला आ गोटे कथा हितला ना ए जो शहीद लक्ष्मण नायक तांको मरा हितला केबे ना 29 मार्च 1943 मसिया रे काहे कि ना गोटे फॉल्स केस तांको विषय थिला जोडे कहैतिले कोन ना हमर रमैया नामक गोटे फॉरेस्ट गार्ड को से मार देथिले बोली फॉल्स केस देकी तांको कोन ना तांको फांसी दंड रे दंडित कराइतिले केते 29 मार्च 1943 मसिया रे how Kotak district after the arrest the key leader students from the Rebensha college and on other institute ହେଲା जादरे कोन लाठी चार्ज उडा को हितला इंस्टीट्यूशन रे जो रेवेन्सा कॉलेज रे आ 15 अगस्त 1942 रे अबाउट 200 रेवेन्सा कॉलेज स्टूडेंट्स मार्च टू गवर्नमेंट ऑफिस बिल्डिंग इन प्रोटेस्ट होला 15 अगस्त 1942 से देखि कोन होला 200 जन रेवेन्सा कॉलेज स्टूडेंट मार्च करथिले एवढा सब रहितला स्टूडेंट प्रोटेस्ट कटक रे आरंभ होइतला तापरे इरोम गोटे जोंठी की 1942 मध्ये रक्त तीर्थ बोली कहा जाय भद्रक रो इरोम ठारे सेठी कोन हला हमरो 27 डिसेंबर 1942 रे पीपल इन इरोम विलेज वासुदेवपुर डिस्ट्रिक्ट गैदर इन द प्लेस गोटे कोन करथिला पे टैक्स देबेनी बोली माने गवर्नमेंट द्वारा जो पे टैक्स रा करथिला ताको देबेनी बोली कोन हितले एकत्रित होइतले दे आल्सो अटैक्ड बाय द पुलिस ड्यू टू व्हिच चीफ पुलिस ऑर्डर्ड ओपन फायर माने जेमति हमरो याकु द्वितीय जालियनबाग हत्याकांड बोली कहा जाय ओडिसा रो रक्त तीर्थ को है से कोन करथिले से टैक्स देबेनी बोली एकत्रित होइतले सेडू पुलिस ऑफिस कोन करले ओपन फायर पई ऑर्डर दे देले हला एटा हितले केते ना 27 सेप्टेम्बर हला 27 सेप्टेम्बर 1942 मसिया रे तदरी बहुत लोग मर जाइतले सेटा कोन रक्त तीर्थ बोली कहा जाय कोडी मन रखते बासु इरोम विलेज वासुदेवपुर डिस्ट्रिक्ट रो भद्रक रे हला रहिला तापर देखे कोन छी रोल ऑफ ओडिया ओमेन ओमेन मानकर कोन सब रोल रहितला ए जो फ्रीडम स्ट्रगल ओडिसा रे फर्स्ट होजी कोन रमा देवी सारला देवी मालती देवी आ कृष्णवाला सेन एवडा एमान सब रहितले तापर होजी डोनेशन ऑफ तिलक फंड हैला माने नारी माने एम्ति कोन करथिले ना तांकर सुना गहना एम्ति पिंदिते सुना गहना को भी दान कर देथिले तिलक फंड को माने मोमेंट पई जो दरकार होतला पैसा सेटा तिलक फंड माने बाल गंगाधर तिलक मल्ला पर गोटे तिलक फंड तयारी हितला जादर कि मोमेंट जे कोनसी मोमेंट रे सेइथरु खर्च होतला तापर लीडरशिप इन सॉल्ट सत्याग्रह जेटी दी जनकर ना कहितले आपण सॉल्ट सत्याग्रह रे हला के नाम रहउछु रमा देवी आ मालती देवी से माने लीडर थिले सोशल वर्क लव लिटरेचर 1934 मसिया रे बालेश्वर ओमेन कॉन्फ्रेंस हला बालेश्वर कॉन्फ्रेंस भी हेतिला केबे नामर 1934 मसिया रे आउ ए सत्याग्रह कमिटी वाज फॉर्म्ड इन संबलपुर बाय दोज वोमेन सत्याग्रह कमिटी गोटे आरंभ करथिले कोठी संबलपुर रे जो हमरो जियो मानक द्वारा आउडे कोन करथिले एस्टैब्लिश द रमा देवी ओमेन यूनिवर्सिटी ताकु लक्ष्य करी कोन करथिले हमरो रमा देवी ओमेन्स यूनिवर्सिटी भी तयारी हेतिला आउ रमा देवी एस्टैब्लिश ए आश्रम एट बोरी नेम द सेवा घर बाय गांधी जी माने से फास्ट तयारी करथिले आश्रम ता बोरी रे तापर गांधी जी आसला बेटा को नाम गले कोन सेवा घर सी आल्सो रिप्रेजेंट ओडिशा इन द कस्तूरबा नेशनल मेमोरियल ट्रस्ट हला मन रखिबे एटा सेते इंपोर्टेंट नुय बाकी मन रखि जदी पारुचंदी तो हला एटा सब रहिला तापर देखे कोन अछि पोस्ट इंडिपेंडेंस इंडिपेंडेंस परे कोन सब रहितला फास्ट देखिदो एटी देखिदो ठीक जे प्रोमिनेंट फ्रीडम फाइटर आगेटा देख देखि तापर देखिया है फास्ट देखिया फ्रीडम फाइटर माने सब को माने को रोल रे सब थिले फास्ट देखिया कोन अछि
ଆମର ମଧୁସୂଦନ ଦାସ ହେଲା। ମଧୁସୂଦନ ଦାସ କଣ ଥିଲେ ଆପଣ କହିପାରିବେ ଫାଷ୍ଟ ଓଡିଆ ଗ୍ରାଜୁଏଟ। ଆପଣ ବେଳେ କ୍ୱେଶ୍ଚିନ୍ ପଚାରେ ଯେ ଆମର ଓଡିଶାର ପ୍ରଥମ ଗ୍ରାଜୁଏଟ ବୋଲି ଆମେ କାହାକୁ ନା ମଧୁସୂଦନ ଦାସ ବୋଲି କହୁ। ତାଙ୍କର ଜନ୍ମ କେବେ ହେଇଥିଲା ନା 28 ରେ କଟକରେ ହେଇଥିଲା ହେଲା। ଆଉ ତାଙ୍କର ସେ ମୃତ୍ୟୁବରଣ କେବେ କରିଥିଲେ 4 ଫେବୃଆରୀ 1934। ଜନ୍ମଟା ଆପଣ ମନେ ରଖି ପାରନ୍ତି, ଏବେ ତ ପଡୁନି ପରୀକ୍ଷାରେ ସାଧାରଣତଃ, ତଥାପି ମନେ ରଖିଥାନ୍ତୁ। ଆଉ ତାଙ୍କୁ କଣ କୁହାଯାଉଥିଲା ନା ମଧୁ ବାରିଷ୍ଟର ବୋଲି ତାଙ୍କୁ କୁହାଯାଉଥିଲା। ଆଉ ଗ୍ରାଣ୍ଡ ଓଲ୍ଡ ମ୍ୟାନ ଅଫ ଓଡିଶା ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଯେମିତି କି ଆମ ଇଣ୍ଡିଆର ଗ୍ରାଣ୍ଡ ଓଲ୍ଡ ମ୍ୟାନ ବୋଲି ଦାଦା ଭାଇ ନାରୋଜୀ କୁ କହୁ, ସେମିତି ଯଦି ପଚାରେ ଗ୍ରାଣ୍ଡ ଓଲ୍ଡ ମ୍ୟାନ ଅଫ ଓଡିଶା ପଚାରେ ତାହେଲେ କଣ ହବ ନା ମଧୁସୂଦନ ଦାସ। ଏମିତି କ୍ୱେଶ୍ଚନ ପଡୁଛି ପରୀକ୍ଷାରେ ହେଲା। ଗ୍ରାଣ୍ଡ ଓଲ୍ଡ ମ୍ୟାନ ଅଫ ଓଡିଶା କିଏ ନା ମଧୁସୂଦନ ଦାସ। ଆଉ ତାଙ୍କୁ ମଧୁ ବାରିଷ୍ଟର ତ ସବୁ ଜାଣିଛନ୍ତି କୁହାଯାଏ। ଆଉ ଫାଷ୍ଟ ଗ୍ରାଜୁଏଟ ଅଫ ଓଡିଶା। ଆଉ କଣ କରିଥିଲେ ନା ଫାଉଣ୍ଡର ଅଫ ଉତ୍କଳ ୟୁନିୟନ କନଫରେନ୍ସ ହେଲା। ଉତ୍କଳ ୟୁନିୟନ କନଫରେନ୍ସ ସେ ଫାଉଣ୍ଡର ଥିଲେ। ଆର୍କିଟେକ୍ଚର ଅଫ ସେପାରେଟ ଓଡିଶା ପ୍ରୋଭିନ୍ସ ହେଲା। ଓଡିଶା ଗୋଟେ ସେପାରେଟ ପ୍ରୋଭିନ୍ସ ତିଆରି କରିବା ପାଇଁ ତାଙ୍କର ଗୋଟେ ଦିଗଦର୍ଶନ ଫାଷ୍ଟ ସେ ଚିନ୍ତା କରିଥିଲେ ଯେ ଆମେ ଗୋଟେ ଓଡିଶାକୁ ଗୋଟେ ସେପାରେଟ ଗୋଟେ କଣ କରିବା ପ୍ରୋଭିନ୍ସ ଭାବରେ ତିଆରି କରିବା। ମେମ୍ବର ଅଫ ବଙ୍ଗାଲ ଲେଜିସ୍ଲେଟିଭ କାଉନସିଲ, ମାନେ ବଙ୍ଗଲ ଯେତେବେଳେ ଆମେ ବଙ୍ଗ ସହିତ ମିଶିକି ଥିଲେ 1902 ମସିହାରେ ସେ ଗୋଟେ ମେମ୍ବର ହିସାବରେ ଥିଲେ ବଙ୍ଗାଲ ଲେଜିସ୍ଲେଟିଭ ଆସେମ୍ବଲିରେ ହେଲା। ଇଣ୍ଟ୍ରୋଡ୍ୟୁସ ଦ ଓଡିଶା ଟେନେନ୍ସି ବିଲ୍ ହେଲା। ସେ ବି ଓଡିଶା ଟେନେନ୍ସି ବିଲ୍ ଗୋଟେ ଥିଲା ଯୋଉଟାକୁ ଇଣ୍ଟ୍ରୋଡ୍ୟୁସ କରିଥିଲେ କିଏ ମଧୁସୂଦନ ଦାସ। ଏତିକି ତାଙ୍କ ବିଷୟରେ ଥିଲା। ତାପରେ ନେକ୍ସଟ ଅଛି କଣ ନା ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସକୁ ମଧ୍ୟ କଣ କୁହାଯାଏ ଉତ୍କଳମଣି ବା ଜେମ୍ ଅଫ ଓଡିଶା। ଏଇଗୁଡାକୁ ମନେ ରଖିଥିବେ। କି ପଏଣ୍ଟ ଗୁଡାକ ଏବେ ଟିସିଏସ୍ ପ୍ୟାଟର୍ନ କଣ କରୁଛି ନା ସେ ଯୋଉ ମଧୁ ବାରିଷ୍ଟର ସେଗୁଡା ପକଉନି, ଜନ୍ମ କେବେ ମୃତ୍ୟୁ ଏଇଟା ପକଉନି, କି ପଏଣ୍ଟ ଗୁଡାକ ପଚାରୁଛି। ଯେମିତି କି ଜେମ୍ ଅଫ ଓଡିଶା ବୋଲି କାହାକୁ କହିବା ଆମେ ଗୋପବନ୍ଧୁ ଦାସକୁ କହିବା। ଏଷ୍ଟାବ୍ଲିଶ ସତ୍ୟବାଦୀ ସ୍କୁଲ, ସାକ୍ଷୀ ଗୋପାଳ ଯୋଉ ସତ୍ୟବାଦୀ ବନବିଦ୍ୟାଳୟ ସ୍କୁଲ ସେଟାକୁ ଏଷ୍ଟାବ୍ଲିଶ କରିଥିଲେ। ଆଉ କଣ କରିଥିଲେ ଷ୍ଟ୍ରେଙ୍ଗଥେନ ଦ ନ୍ୟାସନାଲ କଂଗ୍ରେସ ଇନ ଓଡିଶା। ଯୋଉ ଓଡିଶାରେ ନ୍ୟାସନାଲ କଂଗ୍ରେସକୁ ଷ୍ଟ୍ରଙ୍ଗ କରିବାରେ ତାଙ୍କର ହାତ ରହିଥିଲା। ଆଉ ସତ୍ୟବାଦୀ ସ୍କୁଲ ଯୋଉଟା କି ସ୍ୱଦେଶୀ ମୁଭମେଣ୍ଟ ଟାଇମରେ ସିଏ ତିଆରି କରିଥିଲେ କହିଥିଲି। ଷ୍ଟାର୍ଟେଡ ସମାଜ ନ୍ୟୁଜ ପେପର 1919 ମସିହାରେ ସମାଜ ନ୍ୟୁଜ ପେପରଟା ଆମର କିଏ ତିଆରି କରିଥିଲେ ଆମର ଗୋପବନ୍ଧୁ ଦାସ। ଆଉ ସତ୍ୟବାଦୀ ମ୍ୟାଗାଜିନ ବି ଗୋଟେ ତିଆରି କରିଥିଲେ 1915 ମସିହାରେ। ଆଉ ଫାଷ୍ଟ ପ୍ରେସିଡେଣ୍ଟ ଅଫ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି, ଏଇଟା ହଉଛି ଇମ୍ପୋର୍ଟାଣ୍ଟ ହେଲା। କଣ ନା ଫାଷ୍ଟ ପ୍ରେସିଡେଣ୍ଟ ଅଫ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ହେଲା। ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଫାଷ୍ଟ ପ୍ରେସିଡେଣ୍ଟ ଥିଲେ। ଆଉ କଣ ତିଆରି କରିଥିଲେ ଯେଟା କି ସ୍ୱରାଜ ଆଶ୍ରମ କଟକରେ, ଆଲୋକ ଆଶ୍ରମ ଯେଟା କି ଜଗତସିଂହପୁରରେ, ସ୍ୱରାଜ ମନ୍ଦିର ଯେଟା କି କଟକରେ ଅଛି। ତାହେଲେ ଏଗୁଡା ସବୁ ହେଇଥିଲା। ଆଉ ତ ସର୍ଭ ଏଜ ଏ ମେମ୍ବର ଅଫ ଓଡିଶା ଲେଜିସ୍ଲେଟିଭ ଆସେମ୍ବଲି 1917 ରୁ 1920 ଭିତରେ ସେ ଯୋଉ ଆମର ଓଡିଶା ଲେଜିସ୍ଲେଟିଭ କାଉନସିଲରେ ଜଣେ ମେମ୍ବର ହିସାବରେ ରହିଥିଲେ। ଏତିକି ଥିଲା ଗୋପବନ୍ଧୁ ବିଷୟରେ। ତାପରେ ନେକ୍ସଟ ଆସିବେ କି ନା କୃଷ୍ଣ ଚନ୍ଦ୍ର ଗଜପତି, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି। ୟାକୁ କଣ କୁହାଯାଏ ମେକର ଅଫ ମଡର୍ଣ ଓଡିଶା। ଏଇଟା ମନେ ରଖିଥିବେ। ଏଇଗୁଡାକ ହିଁ କ୍ୱେଶ୍ଚନ ପଡୁଛି ଏବେ। ମେକର ଅଫ ମଡର୍ଣ ଓଡିଶା କିଏ କାହାକୁ କୁହାଯାଏ କୃଷ୍ଣ ଚନ୍ଦ୍ର ଗଜପତିଙ୍କୁ ଆମେ କହିଥାଉ। ତାଙ୍କର ପାରଳାଖେମୁଣ୍ଡିରେ ଜନ୍ମ ହେଇଥିଲେ। ଆଉ ସିଏ କେତେ ଥର ପ୍ରାଇମ ମିନିଷ୍ଟର ଭାବେ ଓଡିଶାରେ ଜଏନ କରିଛନ୍ତି ଦୁଇଥର। ଟ୍ୱାଇସ ଦ ପ୍ରାଇମ ମିନିଷ୍ଟର ଅଫ ଓଡିଶା, ଓଡିଶାର ପ୍ରାଇମ ମିନିଷ୍ଟର ଭାବେ ଦୁଇଥର ରହିଥିଲେ। ତାପରେ ଆସିବ ଆମର କଣ କି ରୋଲ ଇନ ଦ ପ୍ରୋଭିନ୍ସିଆଲ ସେପାରେସନ, ମାନେ ଯୋଉ ଆମର ବିହାର ଓଡିଶା ସେପାରେସନ ହେଲା ସେଥିରେ କି ମୋମେଣ୍ଟ ଥିଲା। ଆଉ ସେ କଣ କରିଥିଲେ ମିଟ ସାଇମନ କମିଶନ ଏଣ୍ଡ ଆଟେଣ୍ଡ ଦ ଫାର୍ଷ୍ଟ ରାଉଣ୍ଡ କନଫରେନ୍ସ। ପଚାର ଦିଏ ଯେ ଓଡିଶାରୁ ଫାର୍ଷ୍ଟ ରାଉଣ୍ଡ କନଫରେନ୍ସରେ କିଏ ଯୋଗଦାନ ଦେଇଥିଲେ, ମନେ ରଖିଥିବେ କିଏ ନା ଆମ ମହାରାଜ କୃଷ୍ଣଚନ୍ଦ୍ର ଗଜପତି। ସେଇଠି ଯାଇକି ସେ ଯୋଉ ଓଡିଶାକୁ ଗୋଟେ ସେପାରେଟ ପ୍ରୋଭିନ୍ସର ମାନ୍ୟତା ମିଳିବ ବୋଲି କହିଥିଲେ। ଭେଟିଥିଲେ କାହାକୁ ସାଇମନ କମିଶନକୁ ଫାର୍ଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସରେ। ଆଉ କ୍ରିଏଟ କରିଥିଲେ ଯୋଉ ଓଡିଶାର ବାଉଣ୍ଡରୀ ଗୁଡାକ ପାଇଁ ତିଆରି କରିଥିଲେ କଣ ନା ଅଟଲି, ଯେଟା କି ଆମର ବାଉଣ୍ଡରୀ କମିଟି ବୋଲି କୁହାଯାଏ। ଅଟଲି ସବ କମିଟି ସେ ତିଆରି କରିଥିଲେ, ଯେଟା କି ଆମର ଓଡିଶାର ବାଉଣ୍ଡରୀ ଟା ସେ ତିଆରି କରିଥିଲା, ଯାହା କୁହାଯାଏ ଅଟଲି ସବ କମିଟି ଡିଟରମାଇନ ଦ ଓଡିଶା ବାଉଣ୍ଡରୀଜ। ଏତିକି ରହିଲା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କର। ତାପରେ ଆସିଲା କଣ ରମାଦେବୀ। ରମାଦେବୀ କଣ କରିଛନ୍ତି ନା ରମାଦେବୀ ସୋସିଆଲ ୱାର୍କର ଏଣ୍ଡ ଖଦି ପ୍ରମୋଟର ହେଲା। ସେ ସୋସିଆଲ ୱାର୍କର ଥିଲେ ଆଉ ଖଦି ପ୍ରମୋଟ କରିଥିଲେ। ଆଉ ସିଏ ହଉଛନ୍ତି କଣ ଗ୍ରାଣ୍ଡ ଡଟର ଅଫ ମଧୁସୂଦନ ଦାସ ହେଲା। ମଧୁସୂଦନ ଦାସଙ୍କର ଏଇଟା ମନେ ରଖିଥିବେ, ମଧୁସୂଦନ ଦାସଙ୍କର ଗ୍ରାଣ୍ଡ ଡଟର ମାନେ ସେଟା ନାତୁଣୀ କହିତେ ଗଲେ ଆମର କିଏ ରମାଦେବୀ ହେଲା। ଇନ୍ସପାୟାର୍ଡ ବାଇ ଦ ମହାତ୍ମା ଗାନ୍ଧୀଙ୍କୁ ଇନ୍ସପାୟାର ହେଇଥିଲେ। ୱାର୍କ ଇନ ଆଲୋକ ଆଶ୍ରମ, ଅଲଗ ଆଶ୍ରମରେ ସିଏ କାମ କରୁଥିଲେ। କଣ୍ଟ୍ରିବ୍ୟୁଟେଡ ଟୁ ଖଦି ୱାର୍କ, ଓମେନ ଏମ୍ପ୍ଲୟମେଣ୍ଟ ଆଉ ହରିଜନ ୱେଲଫେୟାର। ଆଉ ଏଷ୍ଟାବ୍ଲିଶ କରିଥିଲେ କଣ ଆଶ୍ରମ ଏଟ ବରି, ଯେଟା ଗାନ୍ଧିଜୀ ପରେ କହିଥିଲେ ଟିକେ ଆଗରୁ ବରି ଠାରେ ଆଶ୍ରମ କରିଥିଲେ। ତାପରେ କଣ ହେଲା ନା ଗାନ୍ଧିଜୀ ତାଙ୍କୁ କଣ କଲେ ସେବା ଘର ବୋଲି ନାମ ଦେଇଥିଲେ।
ଆଉ କଣ ଏଷ୍ଟାବ୍ଲିଶ କରିଥିଲେ ନା ନବଜୀବନ ମଣ୍ଡଳ କୋରାପୁଟରେ ହେଲା ଏଇଟା ସବୁ କରିଥିଲେ। ଆଉ ଆକ୍ଟିଭ ଦ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଟାଇମରେ ସେ ଆକ୍ଟିଭଲି ପାର୍ଟିସିପେଟ କରିଥିଲେ। ଏଷ୍ଟାବ୍ଲିଶ ଇନ ସେବାଘର ଇନ ସେବା ଘରକୁ ଯୋଉ ବରିଠାରେ ଆଶ୍ରମ ତିଆରି କରିଥିଲେ ସେଟା କି ସେବା ଘର ବୋଲି ମାନ୍ୟତା କାହାକୁ ମିଳିଥିଲା ଗାନ୍ଧିଜୀଙ୍କ ଦ୍ଵାରା ମିଳିଥିଲା। ଏତିକି ରହିଲା ଆମର କଣ ରମା ଦେବୀଙ୍କର, ତାପରେ ଆସିଲେ ଶାରଳା ଦେବୀ। ଶାରଳା ଦେବୀ ସେମିତି ଫାଷ୍ଟ ଇଣ୍ଡିଆନ ଓମେନ ଇନ ନନ୍ କୋଅପରେସନ ମୁଭମେଣ୍ଟ, ଏଇଟା ଇମ୍ପୋର୍ଟାଣ୍ଟ ଅଛି যেটা কি ଆମର କଣ ଫାଷ୍ଟ ଓଡିଆ ଓମେନ ନନ୍ କୋଅପରେସନ ମୁଭମେଣ୍ଟ, যেটা କି ଆମର ଓଡିଆରେ କଣ ଆଇନ ଅମାନ୍ୟ ଆନ୍ଦୋଳନ ବୋଲି ସରି ଅସହଯୋଗ ଆନ୍ଦୋଳନ ବୋଲି କହିଥାଉ ହେଲା। ଫାଷ୍ଟ ଆମର ଓମେନ କିଏ ଥିଲେ ଶାରଳା ଦେବୀ। ଆମର ତାପରେ ଦେଖିବା କଣ ତିଲକ ସ୍ୱରାଜ ଫଣ୍ଡ ରେ ସିଏ ଫଣ୍ଡ କଲେକ୍ଟ କରିଥିଲେ ଓଡିଶା ତରଫରୁ। ଆଉ ଜଣେ ସଲ୍ଟ ସତ୍ୟାଗ୍ରହ ବାଲେଶ୍ୱରରେ ଫାଷ୍ଟ ଓମେନ ଇନ ଓଡିଶା, ମନେ ରଖିଥିବେ ସଲ୍ଟ ସତ୍ୟାଗ୍ରହରେ ପ୍ରଥମେ ଜଏନ କିଏ କରିଥିଲେ ଶାରଳା ଦେବୀ। ଆଉ ସେ ପୋଏଟ ବି ଥିଲେ, ସୋସିଆଲ ଆକ୍ଟିଭିଷ୍ଟ ଥିଲେ। ଆଉ ତିଲକ ସ୍ୱରାଜ ଫଣ୍ଡ ର କଣ୍ଟ୍ରିବ୍ୟୁଟର ଥିଲେ, ମାନେ ନିଜ ଯୋଉ କହୁଥିଲି ଆମ ନିଜ ସୁନା ଗହଣା ପିନ୍ଧିଥିବା ସୁନା ଗହଣାକୁ ବିକ୍ରି କରିଦେଇ ତିଲକ ସ୍ୱରାଜ ଫଣ୍ଡକୁ ସେ ପଇସା ଦେଇଥିଲେ। ଆଉ ଓମେନ ମାନଙ୍କ ଭିତରେ ସେ ପ୍ରମିନେଣ୍ଟ ଥିଲେ। ଏତିକି। ଆଉ ଟ୍ରାନ୍ସଲେଟେଡ ହିଷ୍ଟ୍ରି ଅଫ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ବାଇ ପ୍ରତିଭା ସତ୍ୟମୟା ଇଣ୍ଟୁ ଓଡିଆ ହେଲା। ଏ ଯୋଉ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ର ଇଂଲିଶ ଯୋଉମାନେ କହୁଥିଲେ ସେମାନଙ୍କୁ ଓଡିଆରେ ଟ୍ରାନ୍ସଲେଟ ମଧ୍ୟ କରୁଥିଲେ। ନେକ୍ସଟ ଆସିବ କିଏ ନା ମାଳତୀ ଦେବୀ ହେଲା। ମାଳତୀ ଦେବୀ କଣ ଥିଲେ ସଲ୍ଟ ସତ୍ୟାଗ୍ରହ ପାର୍ଟିସିପେଟ କରିଥିଲେ। ଆଉ କଣ ଆଟେଣ୍ଡ କରାଚି ସେସନ ଆଇଏନସି, ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଆଇଏନସି ର ଯୋଉ ସେସନ ଗୁଡାକ ରୁହେ ସେଇଥିରେ ଯୋଉ କରାଚି ସେସନ ରହିଛି, କରାଚି ସେସନ ରେ ଆମର କିଏ ଆଟେଣ୍ଡ କରିଥିଲେ ନା ମାଳତୀ ଦେବୀ। ମନେ ରଖିଥିବେ ମାଳତୀ ଦେବୀ ଆଇଏନସି ର ଯୋଉ କରାଚି ସେସନ ହେଇଥିଲା ସେଟାକୁ ଆଟେଣ୍ଡ କରିଥିଲେ। ଆଉ ଏନରୋଲ ଦ ଓମେନ ଇନଟୁ ହିନ୍ଦୁସ୍ତାନୀ ସେବା ଦଳ ହେଲା। ଆମର ଓଡିଶାର ଓମେନ ମାନଙ୍କୁ ନେଇକି ଏନରୋଲ କରିଥିଲେ କୋଉଠି ହିନ୍ଦୁସ୍ତାନ ସେବା ଦଳରେ। ସିଲେକ୍ଟେଡ ଇଣ୍ଡିଭିଜୁଆଲ ସତ୍ୟାଗ୍ରହୀ ଇନ ଇଣ୍ଡିଭିଜୁଆଲ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ହେଲା। ସିଭିଲ ଡିସୋବିଡିଏନ୍ସ ମଧ୍ୟରେ ହବା ସମୟରେ ମଧ୍ୟ କିଛି ଲୋକ ଥିଲେ ଯେମିତି କି ଇଣ୍ଡିଭିଜୁଆଲି ଆମର ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଜାରି ରଖିଥିଲେ। ତା ଭିତରେ କିଏ ଥିଲେ ନା ମାଳତୀ ଦେବୀ ତା ଭିତରେ କଣ ପ୍ରମିନେଣ୍ଟ ଥିଲେ। ଆଉ ପ୍ରଥମ ଓମେନ ଯିଏକି କଣ ହେଇଥିଲେ କୁଇଟ ଇଣ୍ଡିଆ ମୁଭମେଣ୍ଟ, ଯୋଉ କହିଥିଲି କୁଇଟ ଇଣ୍ଡିଆ ମୁଭମେଣ୍ଟ 1942 ସମୟରେ ହେଇଥିଲା। ପ୍ରଥମ ଓମେନ ଯିଏକି ଆରେଷ୍ଟ ହେଇଥିଲେ, ମନେ ରଖିଥିବେ ଆମର ପ୍ରଥମ ମାନେ ଫାଷ୍ଟ ଓମେନ ଯିଏକି କୁଇଟ ଇଣ୍ଡିଆ ମୁଭମେଣ୍ଟ ସମୟରେ ଆରେଷ୍ଟ ହେଇଥିଲେ କି ମାଳତୀ ଦେବୀ ହେଲା। ଏସବୁ ଲେଖା ହେଇଛି। ଏକ୍ସଟ୍ରା ଗୁଡା କହିଦେଲି ଆପଣଙ୍କୁ। ଆଉ ତାପରେ ଦେଖିବା କଣ ଅଛି ନା ଆମର ଯୋଉ ଓଡିଶା ପ୍ରଦେଶ ଗଠନ ହେଲା ସେ ସମୟରେ ମଧ୍ୟ କିଛି ରାଜ୍ୟ ଏମିତି ଥିଲେ ପ୍ରିନ୍ସ ମାନେ ରାଜାଙ୍କ ସେମାନେ ଆଉ କହିଲେନି ଯେ ଆମେ ଓଡିଶା ସହିତ ମିଶିବୁନି ହେଲା। ସେମାନେ କଣ ଥିଲେ ରହିଥିଲେ। ସେମାନଙ୍କ ଭିତରେ କଣ ଦେଖିବା ହରେକୃଷ୍ଣ ମହତାବ ଲିଡରସିପ ନେଇଥିଲେ ଯୋଉ ପ୍ରିନ୍ସଲି ଷ୍ଟେଟ ଗୁଡାକ ମିଶିବା ପାଇଁ ହେଲା। ଆଉ ନୀଳଗିରି ମୋର୍ଚ ଡ୍ୟୁ ଟୁ ଦ ଅନରେଷ୍ଟ ହେଲା। ନୀଳଗିରିକୁ ମିଶାଗଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେ ଯୋଉ ଆମର ପ୍ରିନ୍ସଲି ଷ୍ଟେଟ ଗୁଡାକୁ ମିଶିବା ପାଇଁ ଆସିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୁ କାହିଁକି ଆମର କଣ କୁହାଯାଏ ନା ଲୌହ ମାନବ ବୋଲି କାହିଁକି କୁହାଯାଏ ନା ପ୍ରଥମ କଥା ହଉଛି ସିଏ ଯେତେ ବି ଆମର ଇଣ୍ଡିଆ ସ୍ଵାଧୀନ ହେଲା ବହୁତ ପ୍ରିନ୍ସଲି ଷ୍ଟେଟ ଯେମିତି କି କୁହାଯାଏ କଣ 552ଟା ପ୍ରିନ୍ସଲି ଷ୍ଟେଟ କୁ ସିଏ ମାନେ ଯୋଉ ରାଜାଙ୍କ ଶାସନକୁ ସିଏ ବୁଝେଇକି ମିଶେଇଥିଲେ ଇଣ୍ଡିଆ ସହିତ ହେଲା। ତେଣୁ ସେଥିପାଇଁ ଆମକୁ କଣ ଲୌହ ମାନବ ବୋଲି କୁହାଯାଏ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ। ସେ ମଧ୍ୟ ଓଡିଶା ଆସିଥିଲେ 19 ଡିସେମ୍ବର 1947 ମସିହାରେ ଏଇ ଯୋଉ ପ୍ରିନ୍ସଲି ଷ୍ଟେଟ ଗୁଡାକ ମିଶେଇବା ପାଇଁ ହେଲା। ଏଗୁଡା ସବୁ ଫୁଲି ମର୍ଜଡ ବାଇ 1949 ମସିହାରେ ଟୋଟାଲ ଆମର ଓଡିଶାରେ ସବୁ ପ୍ରିନ୍ସଲି ଷ୍ଟେଟ ଗୁଡାକ କଣ ହେଲା ମର୍ଜ ହେଇଗଲା ହେଲା। କହିବାକୁ ଗଲେ କଣ ଆମର ଯୋଉ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଅଛି ସେ ପ୍ରଥମେ ମିଶି ନଥିଲା କଣ କୋଉ ସହିତ ଇଣ୍ଡିଆ ସହିତ ମିଶି ନଥିଲା। ସେଟା କେତେ 1948 ମସିହା ଯାଏ 1 ଜାନୁଆରୀରେ କଣ ହେଲା ଇଣ୍ଡିଆ ସହିତ ମିଶିଲା। ତାପରେ 1 ଜାନୁଆରୀ 1949ରେ ତାକୁ କଣ କରାଗଲା ନା ଓଡିଶା ସହିତ ମିଶେଇ ଦିଆଗଲା ହେଲା। ଓଡିଶା ସହିତ ମିଶେଇ ଦିଆଗଲା। ଫାଷ୍ଟ ଇଣ୍ଡିଆ ସହିତ ମିଶିଲା 1948ରେ 1949ରେ ଲାଷ୍ଟ ସେଇ ଷ୍ଟେଟ ଟା କଣ ହେଲା ମିଶିଲା ଓଡିଶା ସହିତ। ତା ଆଗରୁ ସବୁ ମିଶି ଯାଇଥିଲା। ସେମିତି କହିଲେ କଣ ନା ଫୁଲି ମର୍ଜର କମ୍ପ୍ଲିଟେଡ ଇନ 1949 ମସିହାରେ ସବୁ ହେଇଗଲା। ଓଡିଆ ସ୍ପିକିଂ ଏରିଆଜ ମର୍ଜଡ ୱିଥ ବିହାର ହେଲା। ଆଉ କିଛି ରାଜ୍ୟ ଥିଲା ଯେମିତି ଓଡିଆ ସ୍ପିକିଂ ଗୁଡାକ ଥିଲା ସେ ବିହାର ସହିତ ବି ମିଶିଗଲେ। ଏତିକି ରହିଲା। ତାପରେ ଦେଖିବା ଗୋଟେ ଟୋଟାଲ ହିଷ୍ଟ୍ରିକାଲ ଟାଇମ ଲାଇନ ଦେଖିଦବା କଣ ସବୁ ହେଇଥିଲା। ଫାର୍ଷ୍ଟ ହେଲା କଣ 1903 ମସିହାରେ ଉତ୍କଳ ୟୁନିୟନ କନଫରେନ୍ସ ତିଆରି ହେଇଥିଲା। 1905 ମସିହାରେ ସତ୍ୟବାଦୀ ସ୍କୁଲ ଏଷ୍ଟାବ୍ଲିଶ ହେଇଥିଲା। 1921ରେ ଗାନ୍ଧିଜୀ ଆସିଲେ କୋଉଠି ଯୋଉ କାଠଯୋଡି କଟକର କାଠଯୋଡି ଯୋଉ ଆମର ମୁଭମେଣ୍ଟ କୁ ଆଗକୁ ବଢିବା ପାଇଁ। ତାପରେ 1930 ମସିହାରେ ଇଞ୍ଚୁଡିରେ ସତ୍ୟାଗ୍ରହ ସଲ୍ଟ ସତ୍ୟାଗ୍ରହ ଆରମ୍ଭ ହେଇଥିଲା। 1936ରେ ଓଡିଶା ଗୋଟେ ସେପାରେଟ ପ୍ରୋଭିନ୍ସ ଭାବରେ ହେଲା। 1942 ମସିହାରେ କୁଇଟ ଇଣ୍ଡିଆ ମୁଭମେଣ୍ଟ ହେଲା। 1947 ଆଉ 49ରେ ପ୍ରିନ୍ସଲି ଷ୍ଟେଟ ଆରମ୍ଭ ହେଲା। ଆଉ ଇମ୍ପୋର୍ଟାଣ୍ଟ ହଉଛି କଣ ନା ମୟୂରଭଞ୍ଜ ମନେ ରଖିଥିବେ ମୟୂରଭଞ୍ଜ ଟା କଣ ହେଲା 1948 ମସିହାରେ କଣ ହେଲା ଇଣ୍ଡିଆ ସହିତ ମିଶିଲା। 1949 ଜାନୁଆରୀ 1 ହେଲା 1950 ମସିହାରେ କଣ ହେଲା ଓଡିଶା ସହିତ ମିଶିଲା।
ତାପରେ ଏଇ ଯୋଉ ବାସୁଦେବପୁର ଯୋଉ ଇରମ ହେଇଥିଲା 28 ସେପ୍ଟେମ୍ବର 1942 ମସିହାରେ। ୟା ଭିତରୁ ଇମ୍ପୋର୍ଟାଣ୍ଟ ଏଇ ଯୋଉ ଗାନ୍ଧିଜୀ କେବେ ଆସିଲେ ପଚାରିଥିଲେ 23 ମାର୍ଚ୍ଚ 1922 ମସିହାରେ। ଆଉ ତାପରେ ତ ଆସିଥିଲେ ସବୁ ପ୍ରଜାମଣ୍ଡଳ ମୁଁ ଯୋଉଟା କହିଲି ଆପଣଙ୍କୁ। ତେଣୁ ଏତିକି ଥିଲା ଆମର ଟୋଟାଲ ଫ୍ରିଡମ ଷ୍ଟ୍ରଗଲ ଓଡିଶାରେ ଏତିକି ଥିଲା। ତେଣୁ ଆଶା କରୁଛି ଆପଣ ପୁରା ଭିଡିଓଟି ଫୁଲ ଯଦି ଦେଖିଲେ ତାହେଲେ ବୁଝିପାରିଥିବେ ବହୁତ ନଲେଜ ବି ଆପଣ ଯଦି ପାଇଛନ୍ତି ତାହେଲେ ଆପଣ ଭିଡିଓଟିକୁ ପ୍ଲିଜ ଲାଇକ୍ କରିଦେବେ ଆଉ ସେୟାର କରିଦେବେ ଆପଣ ନିଜ ସାଙ୍ଗ ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଯାହାଫଳରେ କି ଏମିତି ସର୍ଟ ନୋଟ ଆକାରରେ ଟୋଟାଲ ଗୋଟେ ପେଜରେ ଆପଣଙ୍କୁ ପୁରା 10-12 ପେଜ ନୋଟ ଆପଣଙ୍କୁ ଘାଣ୍ଟିବାର ନାହିଁ ଗୋଟେ ହିଁ ପେଜରେ ପୁରା ଯେତିକି କି ପଏଣ୍ଟ ଗୁଡାକ ପରୀକ୍ଷାରେ ଯେମିତି ଆସୁଛି ନୂଆ ପ୍ୟାଟର୍ନରେ ସେଟା ପାଇପାରିବେ। ଆଉ ଏଇ ନୋଟଟି ମୁଁ ପ୍ରୋଭାଇଡ କରିଦେବି ଟେଲିଗ୍ରାମ ଲିଙ୍କରେ ଆପଣ ଯାଇ ଟେଲିଗ୍ରାମ ଲିଙ୍କ ତଳେ ଡେସକ୍ରିପସନ ଦେଇଦେବି ଜଏନ ହେଇଯାଆନ୍ତୁ। ଫୁଲ ପିଡ୍ ଯଦି ଆପଣଙ୍କୁ ପୁରା ଲେଖା ଆକାରରେ ଦରକାର ଅଛି ମୁଁ ସେଠି ଅପଲୋଡ କରିଛି। ଆଉ ଏଇ ଯୋଉ ମାଇଣ୍ଡ ମ୍ୟାପଟି ରହିଲା ସେ ମାଇଣ୍ଡ ମ୍ୟାପ ମୁଁ ଆଜି ଅପଲୋଡ କରିଦେବି ଆପଣ ପାଇପାରିବେ। ତେଣୁ ଆଜି ପାଇଁ ଏତିକିରେ ରହୁଛି ନୂଆ ଭିଡିଓରେ ନୂଆ ଟପିକରେ ଆପଣଙ୍କୁ ଦେଖାହବ ସେଥି ମଧ୍ୟ ରହୁଛି ଧନ୍ୟବାଦ।